ଅନନ୍ତର ନରର ପୁତ୍ର ଅବନର ଓ ସାଉଲଙ୍କର ପୁତ୍ର ଇସବୋଶତର ଦାସମାନେ ମହନିୟମରୁ ବାହାରି ଗିବିଓନକୁ ଗଲେ। ସେତେବେଳେ ସରୁଆର ପୁତ୍ର ଜୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବିଓନର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ। ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ। ଏଥିରେ ଅବନର ଜୋୟାବକୁ କହିଲା, ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ। ତେଣୁ ଜୋୟାବ କହିଲା, ଉଠନ୍ତୁ। ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ। ବିନ୍ୟାମିନ ଓ ସାଉଲଙ୍କର ପୁତ୍ର ଇସବୋଶତ ପକ୍ଷରେ 12 ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ 12 ଜଣ ଅଗ୍ରସର ହେଲେ। ତେଣୁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକ ଆରେକର କଙ୍କାଳରେ ଖଡ୍ଗ ଭୂଷିଲେ। ତେଣୁ ସେ ସମସ୍ତେ ଏକତ୍ର ପଡ଼ିଲେ। ଏହେତୁ ଗିବିଓନ ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲକତ ହତ୍ସୁରିମ, ତୀକ୍ଷ୍ଣ ଖଡ୍ଗଭୂମି ହେଲା। ସେହିଦିନ ଅତି ଘୋର ଯୁଦ୍ଧ ହେଲା। ପୁଣି ଅବନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ। ସେ ସ୍ଥାନରେ ଜୋୟାବ ଓ ଅବିଷୟ ଓ ଅସାହେଲ ନାମରେ ସରୁୟାର 3 ପୁତ୍ର ଥିଲେ। ସେହି ଅସାହେଲ କ୍ଷେତ୍ରସ୍ଥ କୃଷ୍ଣସାର ପରି ଦ୍ରୁତପଦ ଥିଲା। ପୁଣି ଅସାହେଲ ଅବନର ପଛେ ପଛେ ଗୋଡ଼ାଇଲା। ଆଉ ଅବନରର ପଛେ ପଛେ ଗଲାବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ। ତେବେ ଅବନର ଆପଣା ପଛକୁ ଅନାଇ କହିଲା, ଅସାହେଲ ଏ କି ତୁମ୍ଭେ? ସେ ଉତ୍ତର କଲା, ମୁଁ। ଏଥିରେ ଅବନର ତାହାକୁ କହିଲା, ତୁମ୍ଭେ ଆପଣା ଦକ୍ଷିଣ କି ବାମ ଆଡ଼େ ଫେରି ଏଇ ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟିନିଅ। ମାତ୍ର ଅସାହେଲ ତାହାର ପଶ୍ଚାତଗମନରୁ ଫେରିଲା ନାହିଁ। ତେଣୁ ଅବନର ପୁନର୍ବାର ଅସାହେଲକୁ କହିଲା, ମୋର ପଶ୍ଚାତଗମନରୁ ଫେର। ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ କରିବି? ତାହା କଲେ ମୁଁ କି ରୂପେ ତୁମ୍ଭ ଭାଇ ଜୋୟାବ ଆଗରେ ମୁଖ ଟେକିବି? ତଥାପି ସେ ଫେରିବାକୁ ନାସ୍ତି କଲା। ଏଣୁ ଅବନର ବର୍ଚ୍ଛାର ପଛ ଅଗରେ ତାହା ପେଟ ଭୂଷି ଦିଅନ୍ତେ ବର୍ଚ୍ଛା ତାହାର ପଛ ଆଡ଼େ ଫୁଟି ବାହାରିଲା। ତେଣୁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା। ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ। ମାତ୍ର ଜୋୟାବ ଓ ଅବିଷୟ ଅବନର ପଛେ ପଛେ ଗୋଡ଼ାଇଲେ। ପୁଣି ସେମାନେ ଗିବିଓନ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗିଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା। ଏଥିମଧ୍ୟରେ ବିନ୍ୟାମିନ ସନ୍ତାନଗଣ ଅବନରର ପଶ୍ଚାତ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ। ତେବେ ଅବନର ଜୋୟାବକୁ ଡାକି କହିଲା, ଖଡ୍ଗ କଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାତଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ? ଏଥିରେ ଜୋୟାବ କହିଲା, ପରମେଶ୍ୱର ଜୀବତ ଥିବା ପ୍ରମାଣେ କହୁ, ତୁମ୍ଭେ କହି ନଥିଲେ ତ ଲୋକମାନେ ନିଶ୍ଚୟ ସକାଳୁ ବାହାରି ଯାଇଥାନ୍ତେ ଓ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ନଥାନ୍ତେ। ତେଣୁ ଜୋୟାବ ତୁରୀ ବଜାନ୍ତେ ସମସ୍ତ ଲୋକ ଠିଆ ହୋଇ ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ କି ଆଉ ଯୁଦ୍ଧ କଲେ ନାହିଁ। ଏଉତାରେ ଅବନର ଓ ତାହାର ଲୋକମାନେ ସେହି ରାତ୍ରିଯାକ ପଦାଭୂମି ଦେଇ ଗମନ କଲେ ଓ ସେମାନେ ଜର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଇ ଯାଇ ମହନଇମରେ ଉପସ୍ଥିତ ହେଲେ। ଆଉ ଜୋୟାବ ଅବନରର ପଶ୍ଚାତଗମନରୁ ଫେରିଲା। ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ 19 ଜଣର ଓ ଅସାହେଲର ଅଭାବ ହେଲା। ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମିନର ଓ ଅବନରର ଲୋକମାନଙ୍କ ମଧ୍ୟରୁ 360 ଲୋକ ମରିଥିଲେ। ଏଉତାରେ ସେମାନେ ଅସାହେଲକୁ ଉଠାଇ ନେଇ ବୈତଲହମ ସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଜୋୟାବ ଓ ତାହାର ଲୋକମାନେ ରାତ୍ରିଯାକ ଗମନ କଲେ ଓ ହିବ୍ରୋନ ନିକଟରେ ସେମାନଙ୍କୁ ସକାଳ ହେଲା। ଦ୍ୱିତୀୟ ସାମୁଏଲ ଅଧ୍ୟାୟ 3। ଅନନ୍ତର ସାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘକାଳ ଯୁଦ୍ଧ ହେଲା। ପୁଣି ଦାଉଦ ବେଳକୁ ବେଳ ବଳବାନ ହେଲେ, ମାତ୍ର ସାଉଲ ବଂଶ ବେଳକୁ ବେଳ କ୍ଷୀଣ ହେଲେ। ପୁଣି ହିବ୍ରୋନରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ। ତାଙ୍କର ପ୍ରଥମ ଜାତ ଅମ୍ନୋନ, ସେ ଜିସ୍ରିଏଲିଆ ଅହିନୋଏମ ଠାରୁ ଜାତ। ପୁଣି ଦ୍ୱିତୀୟ ପୁତ୍ର କିଲାବ, ସେ କର୍ମିଲିୟ ନାବଲର ଭାର୍ଯ୍ୟା ଅବିଗଲ ଠାରୁ ଜାତ। ପୁଣି ତୃତୀୟ ଅବସାଲୋମ, ସେ ଗସୁରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର। ପୁଣି ଚତୁର୍ଥ ଅଦୋନିୟ, ସେ ହଗିତ୍ର ପୁତ୍ର। ପୁଣି ପଞ୍ଚମ ସଫଟିୟ, ସେ ଅବିଟଲର ପୁତ୍ର। ଷଷ୍ଠ ଜିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର। ହିବ୍ରୋନରେ ଦାଉଦଙ୍କର ଏହି ସବୁ ପୁତ୍ର ଜାତ ହେଲେ। ସାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବନର ସାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା। ମାତ୍ର ସାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା।
से अयार कन्या। पुणी इस्बोशत अब्नर को कहला, तुम्हे काहींकि मोर पितांक उपपत्नी कतिकी गल। तेबे अब्नर इस्बोशतर कथा सकाशु अति क्रोध करी कहला, मु कि जिहुदा पक्षर कुकुर मुंड? मु तो आजी तुम पिता साउल वंशकु ओ तांकर भाई ओ बंधु मान को दया करुअछि, मध्य तुम्हकु दाऊद हस्ତରେ समर्पण करि नै। तथापि तुम्हे आज एही स्त्री विषय अपराध मो उपरे आरोप करुअछ। साउल वंशरु राज्य अंतर करिवाकु ओ दान ठारू बेर्शेबा पर्यंत इस्राएल ओ जिहुदा उपरे दाऊदंकर सिंहासन स्थापन करिवाकु सदाप्रभु दाऊदंक विषय जो शपथ करिअछंती, तदनुसारे जेबे मु तांक प्रति न करे, तेबे परमेश्वर अब्नर को सही दंड ओ तहिरु अधिक देउंतु। तहिरे से अब्नर को गोटे कथा उत्तर देई पारला नहीं, कारण से ताहाकु भय कला। एउतारे अब्नर आपणा पक्षरु दाऊदंक निकटकु दूतगण पठाई कहला, ए देश काहार? आउरी कहला, आपण मो संगरे नियम करंतु, तहिरे देखंतु समस्त इस्राएल को आपणक निकटकु आनिया पई मो हस्त आपणकर सहाय हेबो। एथिरे से कहिले, भल, मु तुम संगरे नियम करिवि, मात्र मु तुमठारु गोटे कथा चाहे, ताहा एही, तुम्हे मो मुख देखिବାକୁ आसिया बेले प्रथमे साउलंकर कन्या मिखाल को न आनले मो मुख देखि पारिबो नाही। तो दाऊद साउलंकर पुत्र इशबोशत निकटकु दूत मानकु पठाई कहिले, मु पलेस्टिया मानकर 100 सुन्नत चर्म देई जाहाकु विवाह करिअछि, मोर भार्या सेई मिखल को मते दियो। तहिरे इशबोशत लोक पठाई लईसर पुत्र पल्टिएल नामक ताहार स्वामी निकटरू मिखल को नेला। एणु ताहार स्वामी रोदन करी करी ताहा संगे आसी बहुरीम पर्यंत ताहा पछे पछे गला। एथिरे अब्नर ताहाकु कहला, जाओ, फेरी जाओ। तो से फेरीगला। अनंतर अब्नर इस्राएल प्राचीन वर्ग सहित एरूप कथबार्ता कला, पूर्वरे तुम्हें माने आपणा मानक उपर राजा हेबा पई दाऊदंकु चाहिथिलो, एबे ताहा कर, कारण सदाप्रभु दाऊदंक विषय कहिअछंती, आम्भे आपणा दास दाऊदर हस्त द्वारा आपणा लोकमानकु पलेस्टिया मानक हस्तरू ओ सेमानक समस्त शत्रु हस्तरू उद्धार करिबा। मध्य अब्नर बिन्यामिन कर्णगोचर सेही कथा कहिला। पुणी इस्राएल ओ बिन्यामिन समस्त वंश दृष्टि जहा भल देखागला, अब्नर से समस्त कथा दाऊदंकर कर्णगोचर मध्य कहया पई हिब्रोन को यात्रा कला। ए रूपे अब्नर आपणा संगरे 20 जन नहीं हिब्रोन रे दाऊदंक निकटरे उपस्थित हैला। तहिरे दाऊद अब्नर ओ ताहार संगी लोकमान पई भोज प्रस्तुत कले। ए उत्तरे अब्नर दाऊदंकु कहला, मु उठी जाई समस्त इस्राएल को मोहर प्रभु महाराजक निकटरे संग्रह करिवि। तहिरे सेमाने आपणक सहित नियम करिवे ओ आपण समस्तक उपरे निज प्राणर इच्छा मत राज्यत्व करिवे। तो दाऊद अब्नर को विदाय करते से कुशल प्रस्थान कला। ए उत्तरे देख, दाऊदंकर दासगण ओ जोयाब प्रचुर लुट द्रव्य संगरे नहीं सैन्य दलरू आसिले, मात्र अब्नर हिब्रोन रे दाऊदंक संगरे नथिला, कारण से ताहाकु विदाय करिवारु से कुशल रे जाइथिला। जोयाब ओ ताहार संगी सैन्य दल उपस्थित हुअन्ते लोकमाने जोयाब को जणाई कहिले, नरर पुत्र अब्नर राजांक निकटकु आसिथिला ओ से ताहाकु विदाय करिवारु से कुशल रे जाइअछि। एथिरे जोयाब राजांक निकटकु आसी कहिला, आपण कोन कले? देखंतु अब्नर आपणक निकटकु आसिथिला, आपण काहेकि ताहाकु विदाय करदेले? से तो गलानी। आपण तो नरर पुत्र अब्नर को जानती, से आपणकु भुलाइबाकु ओ आपणक गमनागमन जानिबाकु ओ आपण जहा जहा करंती सेई सबु जानियाकु आसिथिला। एउतारे जोयाब दाऊदंक निकटरू बाहरी आसी अब्नर रो पछरे दूतगण पठान्ते सेमाने सिराकुप निकटरू ताहाकु फेराई आनले, मात्र दाऊद एहा जानिले नाही। पुणी अब्नर हिब्रोन को फेरी आसन्ते जोयाब ताहा संगरे निरोଳରେ आलाप करिया पई ताहाकु नगरद्वार भितरकु नेई गला, मात्र आपण भाई असाहेल रो रक्तपात हेतुरु ताहार पेटरे आघात करन्ते से मला। एथिउतारे दाऊद ताहा सुनी कहिले, नरर पुत्र अब्नर रो रक्तपात विषय मु ओ मोहर राज्य सदाप्रभुଙ୍କ साक्षातरे अनंत काल निर्दोष। ताहा जोयाब रो मस्तकरे ओ तार पितृवंश समस्तଙ୍କ उपरे बर्तु। ओ जोयाब वंशरे प्रमेयी कि कुष्ठी कि जष्टिरे निर्भरदायी कि खड्गहत कि भक्यहीन लोकर अभाव न हेउ। एही रूपे जोयाब ओ ताहार भाई अबिशय अब्नर को बध कले, जेहेतु से गिबिया युद्धरे सेमानक भाई असाहेल को मारिथिला। अनंतर दाऊद जोयाब को ओ ताहार संगी लोक समस्तଙ୍କୁ कहिले,
ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍ନରର ଆଗେ ଆଗେ ଶୋକ କରି ଚାଲ। ପୁଣି ଦାଉଦ ରାଜା ଶବସଜ୍ଜାର ପଛେ ପଛେ ଚାଲିଲେ। ଆଉ ସେମାନେ ହିବ୍ରୋନରେ ଅବ୍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍ନର କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ରୋଦନ କଲେ। ପୁଣି ରାଜା ଅବ୍ନର ପାଇଁ ବିଳାପ କରି କହିଲେ, ଯେପରି ମୂଢ଼ ମରେ ସେପରିକି ଅବ୍ନରକୁ ମରିବାକୁ ହେଲା। ତୁମ୍ଭ ହାତ ବନ୍ଧା ନଥିଲା କି ବେଡ଼ିରେ ତୁମ୍ଭ ପାଦ ବଧ ନଥିଲା। ଯେପରି ମନୁଷ୍ୟ ଅଧର୍ମୀ ସନ୍ତାନମାନଙ୍କ ଆଗରେ ପଡ଼େ ସେପରି ତୁମ୍ଭେ ପଡ଼ିଲ। ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ। ଏଉତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଆହାର କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ। ମାତ୍ର ଦାଉଦ ଶପଥ କରି କହିଲେ, ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୋଟି କି ଆଉ କିଛି ଆସ୍ୱାଦ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ। ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା। ମଧ୍ୟ ରାଜା ଯାହା ଯାହା କଲେ ତାହା ସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା। ଏହି ରୂପେ ନରର ପୁତ୍ର ଅବ୍ନରକୁ ବଧ କରାଇବା ଯେ ରାଜାଙ୍କ ଆଡୁ ହୋଇନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହିଦିନ ଜାଣିଲେ। ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମେମାନେ ଜାଣ ନାହିଁ? ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି। ଏହି ପୁରୁଷମାନେ ଅର୍ଥାତ୍ ସରୁଆର ପୁତ୍ରମାନେ ଆମ୍ଭର ଅବାଧ୍ୟ। ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦେଉନ୍ତୁ। ଦ୍ୱିତୀୟ ସାମୁଏଲ ଅଧ୍ୟାୟ 4। ଆଉ ସାଉଲଙ୍କର ପୁତ୍ର ଇଶବୋଶତ ଯେତେବେଳେ ଶୁଣିଲା ଯେ ହିବ୍ରୋନରେ ଅବ୍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ବିହୋଳ ହେଲେ। ପୁଣି ସାଉଲଙ୍କର ପୁତ୍ର ଇଶବୋଶତର 2 ଜଣ ଦଳପତି ଥିଲେ। ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ। ଏମାନେ ବିନ୍ୟାମିନ ବଂଶଜାତ ବେରୋତୀୟ ରିମୋନର ପୁତ୍ର, କାରଣ ବେରୋତ ମଧ୍ୟ ବିନ୍ୟାମିନର ଅଧିକାରରେ ଗଣିତ। ମାତ୍ର ବେରୋତୀୟମାନେ ଗିତଇମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ପ୍ରବାସ କରୁଅଛନ୍ତି। ସାଉଲଙ୍କର ପୁତ୍ର ଜୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର 2 ପାଦ ଛୋଟା। ଜିସ୍ରିଏଲରୁ ସାଉଲ ଓ ଜୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ 5 ବର୍ଷ ହୋଇଥିଲା। ପୁଣି ତାହାର ଧାତ୍ରୀ ତାହାକୁ ନେଇ ପଳାଇଲା। ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫିବୋଶତ। ଅନନ୍ତର ଇଶବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମୋନର ପୁତ୍ର ସେହି ରେଖବ ଓ ବାନା ଯାଇ ପ୍ରାୟ ଖରାବେଳେ ତାହାର ଗୃହରେ ଉପସ୍ଥିତ ହେଲେ। ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ। ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ। ଘଟଣା ଏ ରୂପ ହେଲା ଯେ ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ବେଳେ ସେମାନେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ପଦାଭୂମିର ପଥ ଦେଇ ରାତ୍ରିଯାକ ଗମନ କଲେ। ଏଉତାରେ ସେମାନେ ଇଶବୋଶତର ମସ୍ତକ ହିବ୍ରୋନକୁ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ସାଉଲ, ତାଙ୍କର ପୁତ୍ର ଇଶବୋଶତର ମସ୍ତକ ଏହି। ସଦାପ୍ରଭୁ ଆଜି ମୋ ପ୍ରଭୁ ମହାରାଜାଙ୍କ ପକ୍ଷରେ ସାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି। ମାତ୍ର ଦାଉଦ ବେରୋତୀୟ ରିମୋନର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, ଯେ ସମୁଦାୟ କ୍ଲେଶରୁ ମୋ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବତ ଥିବା ପ୍ରମାଣେ କହୁଅଛି, ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, ଦେଖନ୍ତୁ ସାଉଲ ମରିଅଛି, ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗରେ ବଧ କଲି। ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଦିକ ନ କରିବି? ଏବେ ମୁଁ କି ତୁମମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମମାନଙ୍କୁ ଉଚ୍ଛିନ୍ନ ନ କରିବି? ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋନସ୍ଥ ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଇଶବୋଶତର ମସ୍ତକ ନେଇ ହିବ୍ରୋନରେ ଅବ୍ନର କବରରେ କବର ଦେଲେ। ପ୍ରଥମ ସାମୁଏଲ ଅଧ୍ୟାୟ 5। ଅନନ୍ତର ଇସ୍ରାଏଲର ସମସ୍ତ ବଂଶ ହିବ୍ରୋନକୁ ଦାଉଦଙ୍କ କତିକି ଆସି କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଗତ କାଳରେ ସାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବାବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ। ପୁଣି ସଦାପ୍ରଭୁ ତୁମକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ। ଏହି ରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋନକୁ
ରାଜାଙ୍କ କତିକି ଆସିଲେ। ତହିଁରେ ଦାଉଦ ରାଜା ହିବ୍ରୋନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। ଦାଉଦ 30 ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ 40 ବର୍ଷ ରାଜତ୍ୱ କଲେ। ସେ ହିବ୍ରୋନରେ ଜିହୁଦା ଉପରେ 7 ବର୍ଷ 6 ମାସ ରାଜତ୍ୱ କଲେ। ପୁଣି ସେ ଜେରୁସାଲେମରେ ସମସ୍ତ ଇସ୍ରାଏଲ ଓ ଜିହୁଦା ଉପରେ 33 ବର୍ଷ ରାଜତ୍ୱ କଲେ। ଏଉତରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଜିବୁସିୟମାନଙ୍କ ବିରୁଦ୍ଧରେ ଜେରୁସାଲେମକୁ ଯାତ୍ରା କଲେ। ତହିଁରେ ଦାଉଦ ଏ ସ୍ଥାନକୁ ଆସିପାରିବେ ନାହିଁ ବୋଲି ମନେକରି ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ ଏ ସ୍ଥାନକୁ ଆସିପାରିବ ନାହିଁ। ତଥାପି ଦାଉଦ ସିଓନର ଦୃଢ଼ଗଡ଼ ହସ୍ତଗତ କଲେ। ତାହା ଦାଉଦ ନଗର ହେଲା। ପୁଣି ଦାଉଦ ସେହିଦିନ କହିଲେ, ଯେ କେହି ଜିବୁସିୟମାନଙ୍କୁ ବଧ କରେ ସେ ଜଳ ପ୍ରଣାଳୀକି ଯାଇ ଦାଉଦ ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ। ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି, ସେ ଘର ଭିତରକୁ ଆସିପାରିବ ନାହିଁ। ଅନନ୍ତର ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ ନଗର ରଖିଲେ। ଆଉ ଦାଉଦ ମିଲୋଠାରୁ ଭିତର ଆଡ଼େ ଚତୁର୍ଦିଗରେ ଗୃହାଦି ନିର୍ମାଣ କଲେ। ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଆହୁରି ଆହୁରି ମହାନ ହେଲେ। ଅନନ୍ତର ସୋରର ରାଜା ହିରମ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା। ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ। ଏହା ସେ ବୁଝିଲେ। ଅନନ୍ତର ଦାଉଦ ହିବ୍ରୋନରୁ ଆସିଲା ଉତ୍ତାରେ ଜେରୁସାଲେମରେ ଆଉ ଆଉ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ। ତହିଁରେ ଦାଉଦଙ୍କର ଆହୁରି ପୁତ୍ର କନ୍ୟା ଜାତ ହେଲେ। ଜେରୁସାଲେମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ ସେମାନଙ୍କର ନାମ ଏହି, ଯଥା ସମୁୟ ଓ ଶୋବବ ଓ ନାଥନ ଓ ସଲୋମନ ଓ ଇଭର ଓ ଇଲିସୁୟ ଓ ନେଫଗ ଓ ଜାଫିୟ ଓ ଇଲିସାମା ଓ ଇଲିଆଦା ଓ ଇଲିଫେଲଟ। ଏ ଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି ଏହା ପଲେଷ୍ଟିଆମାନେ ଶୁଣି ସମସ୍ତ ପଲେଷ୍ଟିୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ। ତେଣୁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ। ଏହି ସମୟରେ ପଲେଷ୍ଟିଆମାନେ ଆସି ରଫାଇମ୍ ତଳଭୂମିରେ ବ୍ୟାପ୍ତ ହୋଇଥିଲେ। ଏଥିରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ କି ପଲେଷ୍ଟିଆମାନଙ୍କ ବିରୁଦ୍ଧରେ ଉଠିଯିବି? ତୁମ୍ଭେ କି ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଉଠିଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟିଆମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତେଣୁ ଦାଉଦ ବାଲ ପରାସିମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ। ପୁଣି ସେ କହିଲେ, ସଦାପ୍ରଭୁ ମୋ ସମ୍ମୁଖରେ ମୋ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେ ସେହି ସ୍ଥାନର ନାମ ବାଲ ପରାସିମ ଭଗ୍ନ ସ୍ଥାନ ରଖିଲେ। ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ। ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେସବୁ ଦଗ୍ଧ କଲେ। ଏଥି ଉତ୍ତାରେ ପଲେଷ୍ଟିଆମାନେ ପୁନର୍ବାର ଆସି ରଫାଇମ୍ ତଳଭୂମିରେ ବ୍ୟାପ୍ତ ହେଲେ। ତହିଁରେ ଦାଉଦ ସଦାପ୍ରଭୁଙ୍କୁ ପଚାରନ୍ତେ ସେ କହିଲେ, ତୁମ୍ଭେ ଉଠି ନ ଯାଅ, ସେମାନଙ୍କ ପଶ୍ଚାତ ଘୂରି ଆସି ତୁତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। ପୁଣି ତୁମ୍ଭେ ସେହି ତୁତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଉଦ୍ୟମ କରିବ, କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟିଆମାନଙ୍କ ସୈନ୍ୟ ଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ। ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ ଦାଉଦ ସେପରି କଲେ ଓ ଗେବାଠାରୁ ଗେଶର ନିକଟ ପର୍ଯ୍ୟନ୍ତ ପଲେଷ୍ଟିଆମାନଙ୍କୁ ଆଘାତ କଲେ। Good morning and praise the Lord. ଆଜି ବାଇବଲ ପଠନ ଦିନ ସଂଖ୍ୟା 63 ବୁଧବାର। ଆଜି ଆମ୍ଭେମାନେ ଦ୍ୱିତୀୟ ସାମୁଏଲ 2 ପର୍ବ ତାର 12 ପଦ ଠାରୁ 5 ପର୍ବର 25 ପଦ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ଦାଉଦ ଜିହୁଦା ଗୋଷ୍ଠୀ ଉପରେ ରାଜା ହୋଇ ହିବ୍ରୋନରୁ ରାଜତ୍ୱ କଲେ, କିନ୍ତୁ ଅବଶିଷ୍ଟ ଇସ୍ରାଏଲ ଏବଂ ରାଜସିଂହାସନ ଯାହା ଉତ୍ତରାଞ୍ଚଳର 10 ଗୋଷ୍ଠୀ ଉପରେ କେନ୍ଦ୍ରିତ ଥିଲା ତାହା ସହଜରେ ଏକତା ମଧ୍ୟକୁ ଅଣାଯାଇ ପାରିନଥିଲା। ସାଉଲଙ୍କ ଗୃହ, ଇସ୍ରାଏଲର ସୈନ୍ୟଶ୍ରେଣୀର ସେନାପତି ଅବନର ଓ ଦାଉଦଙ୍କ ସୈନ୍ୟବାହିନୀ ମଧ୍ୟରେ ଯୁଦ୍ଧ ହେଲା ଏବଂ ଦାଉଦଙ୍କ ସୈନ୍ୟବାହିନୀ ଏହି ଯୁଦ୍ଧରେ ବିଜୟୀ ହେଲେ। ମାତ୍ର ଜୋଆବଙ୍କ ଭାଇ ଅସାହେଲ ଅବନର ଦ୍ୱାରା ନିହତ ହେଲେ। ସାଉଲଙ୍କ ଗୃହ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା। ଅବନର କ୍ଷମତା ପ୍ରାପ୍ତ ହୋଇ ଇଶବୋଶେତ ପ୍ରତି ବିଶ୍ୱାସଘାତକତା କରି
ଦାଉଦଙ୍କୁ ରାଜ୍ୟ ସମର୍ପଣ କରିବାକୁ ଚେଷ୍ଟା କଲା। ମାତ୍ର ଅବନରକୁ ବଧ କରି ଜୋୟାବ ଅସାହେଲର ପ୍ରତିଶୋଧ ନେଲା। ଅବନରଙ୍କ ମୃତ୍ୟୁ ଉତ୍ତାରେ ସାଉଲଙ୍କ ପୁତ୍ର ଇଶବୋଶେତଙ୍କୁ ମଧ୍ୟ ଛଳରେ ହତ୍ୟା କରାଗଲା ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ଦାଉଦଙ୍କୁ ସେମାନଙ୍କ ଉପରେ ରାଜା ହେବା ନିମନ୍ତେ ଅନୁରୋଧ କଲେ। ଦାଉଦ ହିବ୍ରଣରୁ 7 ବର୍ଷ 6 ମାସ ରାଜତ୍ୱ କଲେ। ବାସ୍ତବରେ ସେ ରାଜା ଭାବରେ ଅଭିଷିକ୍ତ ହେବାର 20 ବର୍ଷ ଉତ୍ତାରେ ଯାଇ ଏକୀଭୂତ ଇସ୍ରାଏଲ ଦେଶର ରାଜା ଭାବରେ ରାଜତ୍ୱ କରିବାକୁ ଆରମ୍ଭ କଲେ। ସେ ରାଜା ହେବା ସଙ୍ଗେ ସଙ୍ଗେ ଏକୀଭୂତ ଇସ୍ରାଏଲ ଦେଶର ପ୍ରଥମ କାର୍ଯ୍ୟ ଭାବରେ ଜେରୁସାଲେମକୁ ରାଜଧାନୀ ରୂପେ ପ୍ରତିଷ୍ଠା କଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ।